नमस्कार आमर पूर्ण गहाण पुराण सार कथा को आपण मानक स्वागत। आज आलोच्य विषय हेउछि ब्रह्मज्ञानी रावण सीता को चोरी कला कहीं रावण महाज्ञानी महाज्ञानी रावण कहूँ रावण जड़े मूर्ख बोली महामूर्ख किंतु से मूर्ख नथिले रे मूर्ख से मूर्ख पणिया करथिले प्रकृत रे रावण महापंडित महाज्ञानी श्रेष्ठ ब्राह्मण अच्छा तथापि सी सीता को चोरी कले कहीं ए विषय सुनिब तो आलोचना करबा पूर्वरु आमर पुराण सार कथारे टिके मझी जीवा सुन हे भाई पुराण सार कथा कही सुन हे भाई पुराण सार कथा पुराण जदि शुणिब ज्ञान गुरु प्राप्त हेब पुराण जदि शुणिब ज्ञान गुरु प्राप्त हेब संसारु मुक्ति पथ पाई सुन हे भाई पुराण सार कथा खरबं स्थूलतनु गजेन्द्रवदनं लंबोदरं सुंदरं प्रस्यन्दनमद्गद्धलुद्धमधुभ्यो व्यालगण्डस्थलं दन्ताघाता विदरितरि रुधिरे सिंदूर शोभाकरं वंदे क्षणं सुता सुत गणपति सिद्धि प्रद कामदं गुरुदेव पुराण सुनिबा पूर्वरु ठाकुर घर मोर पुछ मुठाटा को टिके आने सुना सुज्ञान ने मन कर्ण दे एथुंदे जहा हैला कहिबा बुझाई सीता को रावण की पाई देनेला केउ कारण रहिथिला होला दिने वैकुंठपुर रे देव नारायण लक्ष्मी को डाकी बोइले वचन लक्ष्मी को डाकी बोइले वचन सुन गो लक्ष्मी एबे मोर बाणी कैलासपुर को आंधे जीवा पुणी बहुत दिन से देव शंकर तांको संगे भेट मोर होई नाही मोर बाहर एबे आंधे दुई जीवा शिव पार्वती को दर्शन करिबा सेते बेले महालक्ष्मी जे सज होइले सेते बेले महालक्ष्मी पुरी सज होइले आउ नारायण पासे जे प्रवेश हेले बोइले चलो आहे नारायण बोइले चलो आहे नारायण आउ कैलासपुर को करिबा गमन
ଏହା ମନ ଦେଇ ଶୁଣ आहे ସୁଜ୍ଞାନନ ଏହା ମନ ଦେଇ କରି ଶୁଣ ହେଲେ ଓଳିଆ ଗୁରୁଦେବ ବିଭିନ୍ନ କାରଣ ଅଛି ରାବଣ ସୀତାଙ୍କୁ ଚୋରି କରିବାର ଚୋରି କରିବାର ହେଲେ ଏବେ ଯୋଉ କାରଣଟି କହୁଛି ତାକୁ ମନ ଦେଇକି ଶୁଣ ହଁ କୁହନ୍ତୁ ଗୁରୁଦେବ ଦିନେ ବୈକୁଣ୍ଠପୁରରେ ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କୁ କହିଲେ ଯେ ଲକ୍ଷ୍ମୀ ଆଜି ଆମେ କୈଳାସପୁରକୁ ଯିବା ଯିବା ବହୁ ଦିନ ହେଲା ମହାଦେବଙ୍କ ସହ ମୋର ସାକ୍ଷାତ ହେଇନି ନାଇଁ ନାଇଁ ଆଜି ଶିବ ପାର୍ବତୀ ଉଭୟଙ୍କୁ ଦର୍ଶନ କରିବା ଦର୍ଶନ କରିକି ଆମେ ଆସିବା ଆଚ୍ଛା ହେଲେ ମହାଲକ୍ଷ୍ମୀ ସଜ ହେଇଗଲେ କହିଲେ ଚାଲ ହେ ନାଥ ହେ ନାରାୟଣ ଚାଲ ଆମେ କୈଳାସପୁରକୁ ଯିବା ଆଜ୍ଞା ଗରୁଡ଼ ପୃଷ୍ଠରେ ଦୁହେଁ ଯେ ବସିଲେ ଆଉ ଗରୁଡ଼ ପୃଷ୍ଠରେ ଦୁହେଁ ଯେ ବସିଲେ ଆଉ କୈଳାସ କୁଣ୍ଡରେ ଯାଇବି ଦେଖଲେ କୈଳାସ ପର୍ବତେ ଯାଇବି ଯେ ହେଲେ ଆଉ ଯଥାଚିତ ମାନ୍ୟ ପୁଣି ଧର୍ମ ହୋଇ ପାର୍ବତୀ ବୋଇଲେ ଲକ୍ଷ୍ମୀ ମୁଖ ଚାହିଁ ସେତେବେଳେ ଦୁହେଁ କଥା ଯେ ହୋଇଲେ ପାର୍ବତୀ ପୁଣି କିଛି ନ ବୋଇଲେ ଆଉ ବିଷ୍ଣୁ ମହାଲକ୍ଷ୍ମୀ ନିମନ୍ତ୍ରଣ ଦେଇ ସେଠା ବରୁ ଏବେ ଗଲେ ପଳାଇ ଯେତେବେଳେ ବିଷ୍ଣୁ ଲକ୍ଷ୍ମୀ ପଳାଇ ଗଲେ ପାର୍ବତୀ ମଧ୍ୟ ମହାଦେବଙ୍କୁ ବୋଇଲେ ଆମ୍ଭର ଘରେ ଆସିଥିଲେ ପୁଣି ଆମ୍ଭଙ୍କୁ ଯେ ନିମନ୍ତ୍ରଣ ଦେଲେ ଜାଣି ଆମ୍ଭେ ମଧ୍ୟ ଏବେ ତାଙ୍କ ପୁରେ ଯିବା ତାଙ୍କ ପୁରରେ ଦର୍ଶନ କରିବା ସେତେବେଳେ ମହାଦେବ ସଙ୍ଗେ ପାର୍ବତୀ ବୃଷଭ ବାହାନେ ଯାଇ ବସିଲେ ବୈକୁଣ୍ଠପୁରେ ପ୍ରବେଶ ହୋଇଲେ ଆଉ ଲକ୍ଷ୍ମୀ ମୁଖ ଚାହିଁ ପାର୍ବତୀ ବୋଇଲେ ଆଗୁ ନାନୀ ଶୁଣ ଆସିଲୁ ରଖି ତୁମ୍ଭ ନିମନ୍ତ୍ରଣ ଏତିକି ଶୁଣ ସୁଜ୍ଞାନ ହେ ସୁଜ୍ଞାନ ଆଜି ଏତିକି କହୁଛି ଶୁଣ ହେଲେ ଓଳିଆ ଗୁରୁଦେବ ଯେତେବେଳେ ମହାଦେବ ପାର୍ଶ୍ୱରେ ବିଷ୍ଣୁ ଆଉ ଲକ୍ଷ୍ମୀ ପ୍ରବେଶ ହେଲେ ଯଥାଚିତ ମାନ୍ୟ ହୋଇ ଭଲ ମନ୍ଦ କଥା ହେଲେ ମହାଦେବ କହିଲେ ପ୍ରଭୁ ତମେ ତ ଆମ ଦ୍ୱାରକୁ ଆସିଲ ବିଷ୍ଣୁ କହିଲେ ତମେ ତ କେବେ ଆମ ଘର ଆଡେ ଆସୁନ ପାର୍ବତୀ ବାଧ୍ୟ କରି କହିଲେ ଲକ୍ଷ୍ମୀ ବାଧ୍ୟ କରି କହିଲେ ତମେ ମଧ୍ୟ ଆମ ଗୃହକୁ କେବେ ଆସ କହି ଲେଉଟି ପଳେଇ ଆସିଲେ ଭଗବାନ ବିଷ୍ଣୁ ଆଉ ଲକ୍ଷ୍ମୀ ପାର୍ବତୀ ଅଝଟ ହେଲେ କହିଲେ ପ୍ରଭୁ ତାଙ୍କେ ଆମକୁ ନିମନ୍ତ୍ରଣ ଦେଇକି ଗଲେ ଆମେ କଣ ତାଙ୍କ ଘରକୁ ଯିବାନି ଆମେ ମଧ୍ୟ ଯିବା ତାଙ୍କ ଘରକୁ ଚାଲ ମହାଦେବ ପାର୍ବତୀଙ୍କୁ ସଙ୍ଗରେ ଧରି ବୈକୁଣ୍ଠପୁରରେ ଆସି ପ୍ରବେଶ ହେଇଗଲେ ହେଲେ ହେଲା କଣ ମା ଆଉ ମହାଲକ୍ଷ୍ମୀ ସେତେବେଳେ ପାର୍ବତୀ ନେଇ ଆଉ ଘର ଘର ସବୁ ଦିଅନ୍ତି ଦେଖାଇ ଆଉ ଘର ଘର ସବୁ ଦିଅନ୍ତି ଦେଖାଇ ଆଉ ଶୁଣ ଆଗ ପାର୍ବତୀ ଏବେ ମୋ ବଚନ ଅନନ୍ତ ନାଗ ପରେ କରନ୍ତି ଶୟନ
ଅନନ୍ତରେ ଶୁଅନ୍ତି ପ୍ରଭୁ ନାରାୟଣ ଓହୋ ଏହି ଅଟଇ ମୋର ଆହାର ଗୃହ ଏହି କଥାକୁ ଶୁଣ କରିଥୟ ବାହା ବାହା ଆଜ୍ଞା ସବୁ ପୁର ଯାକ ବୁଳାଇ ନ ନେଲେ ନିଶ୍ଚୟ ଆଜ୍ଞା ସବୁ ପୁର ଯାକ ବୁଲାଇ ନ ନେଲେ ହଉ ପାର୍ବତୀଙ୍କୁ ଯେ ସବୁ ଦେଖାଇଲେ ହଉ ବା এই কথাটি পার্বতীଙ୍କୁ অড়ুয়া লাগিলা ନିଶ୍ଚୟ ଏ କଥାଟି ପାର୍ବତୀଙ୍କୁ ଅଡୁଆ ଲାଗିଲା ମୋତେ ଇଙ୍ଗିତ କରି ହାତେ ଖାଇଲା ଆଚ୍ଛା ମନ ମଧ୍ୟରେ କୋପିଲେ ପାର୍ବତୀ ହଉ ମନ ମଧ୍ୟରେ ରାଗିଲେ ପାର୍ବତୀ ଆହା ମହାଦେବଙ୍କୁ ବୋଇଲେ ଝଟତି କଣ ବୋଲି ଶୁଣ ହେ ଶଙ୍କର କୈଳାସ ପର୍ବତକୁ ଚାଲ ଏଥର ଚାଲ ଚାଲ କୈଳାସ ପର୍ବତକୁ ଚାଲ ଏଥର ଏତିକି ସୁଦୟା କର ଆହେ ଶଙ୍କର ବାରେ ଏତିକି ସୁଦୟା କର ହେଲେ ଓଳିଆ ଗୁରୁଦେବ କଥାଟା ହେଲା କଣ କଣ ନାଇଁ ଯୋଉ ସମ୍ପର୍କଟା ହଁ କଳହରେ ବଦଳି ଗଲା କଳହ ଲାଗିଗଲା କଣ କଳହ ଲାଗିନି ରେ ମୂର୍ଖ କଣ କହୁଛ? କଳହରେ ବଦଳି ଗଲା ବଦଳି ଗଲା କେମିତି ବଦଳିଲା କେମିତି ନା ଯେତେବେଳେ ପାର୍ବତୀ ଲକ୍ଷ୍ମୀଙ୍କ ପାଖରେ ପହଞ୍ଚି ଗଲେ ହଁ। ଲକ୍ଷ୍ମୀ ସବୁ ବୁଲି ବୁଲି ଦେଖେଇଲେ ଦେଖେଇଲେ ଯାହା ସମ୍ପତ୍ତି ବାଡି ଅଛି ଆଉ କଣ ନା ଏଇଟା ହଉଛି କ୍ଷୀରାବ୍ଧି ହଁ। ଏଇଟା ହଉଛି ଅନନ୍ତ ନାଗ ହଁ। ଏଇଠି ଶୟନ କରୁଛନ୍ତି ଭଗବାନ ବିଷ୍ଣୁ ଏଇଟା ହଉଛି ବେଡରୁମ ବେଡରୁମ এইটা হচ্ছে অমৃত ভোজনালয় হ্যাঁ। এইটা হচ্ছে আমার আহার কেন্দ্র আহা এইটা খাইবা গৃহ ঘর এইঠে দেবাদেবী মানে আসিলে এইটা হচ্ছে আমার বৈঠক গৃহ ওহো এ প্রকার সবু বুলেই বুলেই দেখেইলে দেখেইলে হেলে পার্বতী কি এগুড়াক সবু ছুঞ্চি ফোড়িলা ভলিয়া লাগিলা লাগিবনি কাহিଁକି ଲାଗିବନି ଗୋଟିଏ ଯାହାର କିଛି ହେଲେ ନଥିବ ହଁ ସାନ ଯାଡାର କିଛି ନଥିବ ନଥିବ ତା ଘର କୁଡିଆ ଖଣ୍ଡେ ହେଇଥିବ ହଁ ବଡ ଯାଡାର ସମ୍ପତ୍ତି ବାଡି ଥିବ ଭଲ ଘର ବନ୍ଦ ହେଇଥିବ ହଁ, ହଁ। ସିଏ ନେଇକି ବୁଲେଇ ବୁଲେଇ ଦେଖଉଥିବ ଏଇଟା ମୋର ବେଡରୁମ ଏଇଟା ମୋର କିଚେନ ରୁମ ସେଇଟା ମୋର ଲାଟ୍ରିନ ରୁମ ଏଇଟା ମୋର ସୁଇମିଂ ପୁଲ ଏଟା ଏମିତି ସବୁ ଯଦି ଦେଖେଇବ ନଥିବା ଲୋକଟାକୁ କେମିତି ଲାଗିବ ନଥିବା ଲୋକଟାକୁ ଟିକେ ଖରାପ ସେ ପ୍ରକାର ହେଲା ପାର୍ବତୀକି ମଧ୍ୟ ସେମିତି ଲାଗିଲା ହଁ ଯେ ଲକ୍ଷ୍ମୀ ମତେ ଦେଖଉନାହାନ୍ତି ତ ହଁ। ମତେ ଇଙ୍ଗିତ କରୁଛନ୍ତି ମୋର ତ କିଛି ନାହିଁ ନାହିଁ କୈଳାସଟା ପର୍ବତଟା ମୋର ଘର ହଁ ଗୁମ୍ଫ ହଉଛି ମୋର ଉଆସ ହଁ ତେଣୁ ମତେ ଇଏ ସବୁ ଦେଖଉଛନ୍ତି ଆଚ୍ଛା ଆଚ୍ଛା ପାର୍ବତୀ କହିଲେ ଶିବଙ୍କୁ ମହାଦେବ ଚାଲ ଆମେ କୈଳାସକୁ ପଳବା ଚାଲ ପଳେଆ ଚାଲ ଆଜ୍ଞା ସେତେବେଳେ କୈଳାସରେ ଉଠି ଆସିଲେ ଆଉ ସେତେବେଳେ କୈଳାସରେ ଉଠି ଆସିଲେ ଆଉ ଦେବୀ ପାର୍ବତୀ ଯେ ମୌନେ ବସିଲେ ଆହା ଦେବୀ ପାର୍ବତୀ ଯେ ମୌନେ ବସିଲେ ଆଚ୍ଛା କହିଲେ ମହାଦେବ ମୁଖ ଚାହିଁ କଣ ବୋଲି କହିଲେ ମହାଦେବ ମୁଖ ଚାହିଁ ଦେବ ମୁଖ ଚାହିଁ ଆହା ଯାହା କହୁଅଛି ଶୁଣ ଆହେ ପ୍ରାଣ ସାଇଁ ଆଚ୍ଛା ଯାହା କହୁଅଛି ଶୁଣ ଆହେ ପ୍ରାଣ ସାଇଁ ଓହୋ ମୋହର ଗୋଟିଏ ଉଆସ ଦରକାର ହଁ ମୋହର ଗୋଟେ ପୁର ଦରକାର ଆହା ହୋଇଥିବ ସିଏ ସୁବର୍ଣ୍ଣ ଆକାର ଆହା ହୋଇଥିବ ସିଏ ସୁବର୍ଣ୍ଣ ଆକାର ଓହୋ କୌଣସି ଗୁଣର ଯେ ବୈକୁଣ୍ଠ ଭୁବନ କୌଣସି ଗୁଣରେ ଯେ ବୈକୁଣ୍ଠ ଭୁବନ ତାହା ସଙ୍ଗରେ ନହିବ ସମାନ ଏମନ୍ତ ଏବେ ଉଆସ ତୋଳିବ ଏମନ୍ତ ଏବେ ଉଆସ ତୋଳିବ ତା ମଧ୍ୟରେ ନେଇ ମୋତେ ରକ୍ଷା ହେବ ଆଜି ଏତିକି ସୁଦୟା ହେବ ମନରେ ଭାବ ଆଜି ଏତିକି ସୁଦୟା ହେବ
जेतेबेले शिव पार्वती कैलाश को फेरिले हाँ अभिमान करी पार्वती रहिले पार्वती अभिमान कले नारी मानकर कथा तो जानिचु ओलिया हाँ थरे जदि राग पड़िबे हाँ, हाँ। आउ स्वामी को कथा मध्य कहिबे कहिबेनी महादेव कहिले पार्वती पार्वती तमे आसिला बेलठु एमितियाका रहिछो हाँ कोन हेइछि तमरो कोन तमे हेइ- तो कहिलो नेबा पाई मु तो तुमको बुलेबा को नेली हाँ बुलेई बुलेई तो आनिली आनिली। तमे पुणी काहेकि एमिति अभिमान करी रहिछो अच्छा पार्वती कहिले हे देव देव महादेव हाँ मो पाई गोटे तमे उवास तोलिबो उआस तो इमिति उवास तोलिबो जे वैकुंठ भुवन हाँ तार कौनसी कोण को समान हेबन हेब नाही मते दरकार तमे मो पाई उवास तोलिबो तोली दियो कौन करिवे महादेव कौन करिवे कहले पार्वती आमर ए जो गुंफा तो सुंदर उवास हाँ आमर से जो कैलाश पर्वतर सौंदर्य हाँ ये तो भारी मनोरमणीय तमे याकू छाड़ी कोन राज उवास चाहिलनी पार्वती कहले नाही मते दरकार अच्छा अच्छा सी पुणी सुवर्णर राज उवास होइथिबो मु मध्य देखै देबी मोर नानी महालक्ष्मी की हाँ जे मोर किचन किमिदियार मोर ड्राइंग किंदियार मोर बेडरूम किंदियार ओहो। मोर खाइबा घर किमिदियार मु देखै देबी हेला महादेव कहले हौ हौ तमे जदि कहूच बोले करबा करबा ଆଉ ଇଏ ଗୋଟେ କଥା आज्ञा सेते बेले महादेव मने चिंता कले हाँ सेते बेले महादेव मने चिंता कले आउ विश्वकर्मा को जे पासे डकाई देले ओहो आउ विश्वकर्मा को जे पासे डकाई देले आहा विश्वकर्मा को पास को डकाई भगवान शंकर वचन बोलई कौन जहाँ कहू अच्छी विश्वकर्मा सुन पेट खाई हेलो हांडिए खाउछु तते पारिबिनी पोसी खाइदेले एंती केते खाइदेले तो दी खली होबो खाउछु हां तू आइके देखुछु तो अलिया गुरुदेव अरे विवाह हेकी आनिचु माइकिना को खाइयाको मुठाई देबा पाई तू भूख एमिति लागले खाइ खाइला भली खाइले सिना हबो हांडी उबुड़े खाउछु गुरुदेव अरे रहो हेले महादेव विश्वकर्मा को डाकिले हाँ विश्वकर्मा को कहिले हे विश्वकर्मा अच्छा तमे गोटे उवास निर्माण करिवो करी दियो कोठे करिवो उठे समुद्र मध्यरे उवास तोलिब आउ समुद्र मध्यरे उवास तोलिब आउ सुवर्णर खम्बमान तो हिते खंजीब ओहो आउ सुवर्णर खम्बमान तो हिते खंजीब आहा सुवर्णरे जे तियारिब ए क्षणी सुवर्णरे जे तियारिब हे पुणी ओहो आदेश देले महादेव जानी हाँ आउ आदेश मात्र के विश्वकर्मा गोला ओ निमिषक मध्ये उवास तोलिला समुद्र मध्ये अटई उवास आहा समुद्र मध्ये अटई उवास आउ मन मध्ये चिंता कले से उमाइस आहा आउ मन मध्ये चिंता कले से उमाइस ओ उवास कर्म संपूर्ण होइला होइला उवास कर्म संपूर्ण होइला अच्छा प्रतिष्ठा एबे कराइबा भोला करुन आउ पार्वती को पुणी पास को डाकिले ओ सुन दो पार्वती कहुछि होइले सुवर्णरे उवास होइला निर्माण आउ सुवर्णरे उवास होइला निर्माण करिबा एबे तारो प्रतिष्ठा काम एबे मन देई सुन देवी गो पार्वती
ଏବେ ମନ ଦେଇ ତୁମେ ଶୁଣ ହେଲେ ଓଳିଆ ଗୁରୁଦେବ ଖତେଇ ଗୁରୁଦେବ କଣ ବୁଝୁଛୁ କଣ ପାର୍ବତୀଙ୍କ କଥାରେ ମହାଦେବ ସ୍ୱର୍ଣ୍ଣ ଉଆସ ତିଆରି କରିଦେଲେ ହଁ ହଁ ସୁବର୍ଣ୍ଣ ଉଆସ ତିଆରି କରିଦେଲେ ସମୁଦ୍ର ମଧ୍ୟରେ ଆଚ୍ଛା ହେଲେ ତାକୁ ତ ପ୍ରତିଷ୍ଠା କରିବା ଦରକାର ନିଶ୍ଚୟ ମହାଦେବ କହିଲେ ପାର୍ବତୀ ହଁ ଆମେ ପ୍ରତିଷ୍ଠା କର୍ମ କରିବା ପରେ ଆଚ୍ଛା ସେ ଉଆସରେ ଯାଇକି ରହିବା ତମର ମନ ପାଇଲା ତ କେବଳ ସୁବର୍ଣ୍ଣ ସୁନାରେ ସୁବର୍ଣ୍ଣରେ ତିଆରି କରିছে ଉଆସ ହଁ ପାର୍ବତୀ ଭାରି ଖୁସି ହେଇଗଲେ ବାଃ, ବାଃ। କିନ୍ତୁ ଚିନ୍ତା କରୁଛନ୍ତି କଣ କଣ କାଲିକି ନାନୀକି ଡାକିକି ଦେଖେଇବି ଆ ଦେଖେଇବି ଲକ୍ଷ୍ମୀ କି ଡାକି କାଲିକି ନାନୀଙ୍କୁ ଡାକି ଦେଖେଇବି ଲକ୍ଷ୍ମୀକି ଡାକିକି ଦେଖେଇବି ମୋର ହେଲେ ଡ୍ରଇଂ ରୁମ୍ କେମିତିଆର କିଚେନ ରୁମ୍ କେମିତିଆର ହଁ ବେଡରୁମ୍ କେମିତିଆର ଆଚ୍ଛା ଆଚ୍ଛା ସବୁ କାଲିକି ଏକା ଦେଖେଇବି ଦେଖେଇବି। ମନ ଭିତରେ ଅଛି ହଁ ହେଲେ ମହାଦେବ କହିଲେ କେମିତି ଆମେ ପ୍ରତିଷ୍ଠା କରିବା ଆଜ୍ଞା ବ୍ରାହ୍ମଣ ଟଇ ବିଶ୍ରବା ମହର୍ଷି ଓ ତାହାକୁ ଯେ ନିମନ୍ତ୍ରଣ ଦେଲେ ଆସି ନିମନ୍ତ୍ରଣ ମାସେ ବିଶ୍ରବା ଯେ ଗଲେ ଓହୋ ମହାଦେବ ପାଶେ ପ୍ରବେଶ ହୋଇଲେ ଆଚ୍ଛା ଆଉ ମହାଦେବ ପାଶେ ପ୍ରବେଶ ହୋଇଲେ ଆହା ଆଜ୍ଞା ସ୍ୱର୍ଣ୍ଣ ଉଆସକୁ ପ୍ରତିଷ୍ଠା କରିଣ ହରିଣ ଆଉ ସ୍ୱର୍ଣ୍ଣ ଉଆସକୁ ପ୍ରତିଷ୍ଠା କରିଣ ଓହୋ ବିଶ୍ରବା ବୋଲନ୍ତି ଏବେ ଯେ ବଚନ ଶୁଣ ହେ ଶଙ୍କର ଶୁଣ ହେ ଶଙ୍କର ଉଆସେ ତୁମ୍ଭେ ପ୍ରବେଶ କର ହେଲେ ବିଶ୍ରବା ଋଷି ହଁ ବିଶ୍ରବା ଋଷିଟା କିଏ କିଏ ରାବଣର ବାପା ରାବଣର ବାପା ନା ବିଶ୍ରବା ବିଶ୍ରବା ଋଷି ହଉଛନ୍ତି ବ୍ରାହ୍ମଣ ଆଚ୍ଛା ମହାଦେବ ଚିନ୍ତା କଲେ ବିଶ୍ରବାକୁ ଡାକିକି ଆମେ ପ୍ରତିଷ୍ଠା କାମ କରିବା କରିବା ବିଶ୍ରବା ଋଷି ନିମନ୍ତ୍ରଣ ମାତ୍ରେ ଆସିଲେ ହଁ ପ୍ରତିଷ୍ଠା କରିଦେଲେ ଗୃହ ଆଜ୍ଞା ପ୍ରତିଷ୍ଠା ସରିବା ପରେ ଏବେ ଦେଖୁଛ ନା ମିସ୍ତ୍ରୀ ମାନେ ହଁ ହଁ ପ୍ରତିଷ୍ଠା ପରେ ତମକୁ ପରାମର୍ଶ ଦେବେ କଣ ଏଥର ତମ ଘର ଆମେ ତମ ହାତରେ ଟେକି ଦେଲୁ ତମେ ଗୃହକୁ ପ୍ରବେଶ କର କର ବୋଇଲେ ଏକା ଘରଟା ତମର ହବ ତମେ ପ୍ରବେଶ କରିବ କରିବ ବିଶ୍ରବା ମଧ୍ୟ କହିଲେ ହଁ ଯେ ହେ ଶଙ୍କର ପ୍ରତିଷ୍ଠା କର୍ମ ସରିଯାଇଛି ଆଚ୍ଛା। ତମେ ଏଥର ଗୃହକୁ ପ୍ରବେଶ କର କର ମହାଦେବ କହିଲେ ନା ତମର ଦକ୍ଷିଣା ନ ଦେଇ ହଁ ଆମେ ସେ ଗୃହରେ ପ୍ରବେଶ କରିପାରିବୁ ନାହିଁ ନାହିଁ ତମର ଦକ୍ଷିଣା ମାଗ ଚିନ୍ତା କଲେ ବିଶ୍ରବା କଣ ମାଗିବି କଣ ମାଗିବେ ହେଲେ ପ୍ରତିଷ୍ଠା ସିନା କରିଦେଇଛନ୍ତି ହଁ କିନ୍ତୁ ତାଙ୍କର ଲୋଭ ଅଛି ସ୍ୱର୍ଣ୍ଣମୟ ଉଆସ ବାଃ, ଆଚ୍ଛା ଆଚ୍ଛା କେବଳ ସୁବର୍ଣ୍ଣରେ ତିଆରି ହଁ ବିଶ୍ରବା କଲେ କଣ କଣ ନା ଦକ୍ଷିଣାରେ ସୁବର୍ଣ୍ଣ ଉଆସଟାକୁ ମାଗିଦେଲେ ବାଃ, ନିଜେ ତିଆରି କଲେ ନିଜେ ମାଗିଦେଲେ ନିଜେ ପ୍ରତିଷ୍ଠା କଲେ ହଁ। ନିଜେ ଦକ୍ଷିଣାରେ ସେ ଉଆସଟାକୁ ମାଗିଦେଲେ ମାଗିଦେଲେ ପାର୍ବତୀ ମହାରାଗରେ କହିଲେ ବିଶ୍ରବା ହଁ ମାଗିଥିଲେ ଜୀବନଟା ଦେଇ ଦେଇଥାନ୍ତି ଓହୋ ଆଚ୍ଛା ଆଚ୍ଛା ଯୋଉ ଉଆସକୁ ତମେ ନିର୍ମାଣ କଲ ପ୍ରତିଷ୍ଠା କଲ ହଁ। ତମେ ସେଇଟାକୁ ଦାନରେ ମାଗିଦେଲ ଦକ୍ଷିଣରେ ମାଗିଦେଲ ହଁ ଶଙ୍କର କହିଲେ ପାର୍ବତୀ ଯାହାର ଯାହା କପାଳରେ ନାହିଁ ହଁ। ତା ପଛରେ ଗୋଡେଇ ଲାଭ କଣ କଣ ତମ କର୍ମରେ ଏଇଟା ନାହିଁ ନାହିଁ ତେଣୁ ବ୍ରାହ୍ମଣ ତ ମାଗି ଦେଇଛନ୍ତି ହଁ। ତାଙ୍କୁ କଣ ଆଉ ନାହିଁ କରିବା କି ନାହିଁ ତ ତାଙ୍କୁ ଦେଇଦବା ଦେଇଦବା ଯାଅ ବିଶ୍ରବା ତମେ ନେଇଯାଅ ନେଇଯାଅ ସେଦିନ ପାର୍ବତୀ ମହାରାଗରେ କହିଲେ କଣ ଆଉ ପାର୍ବତୀ ବୋଇଲେ ବିଶ୍ରବା ହେ ଶୁଣ ଓ ଯେଉଁ ଉଆସକୁ ତୁମ୍ଭେ ମାଗିଲ ନିଦାନ ହଁ ଆଉ ଦେବତା ମାନଙ୍କ ବାସ ଯେ ନହିବ ନାଇଁ ନାଇଁ ଅସୁର ପୁରୀ ଯେ ଏହିଟି ହୋଇବ ହଁ ଲଙ୍କା ବୋଲିଣ ନାମ ହେବ ତାର ଆଉ କେବଳ ରହିବେ ଏଠାରେ ଅସୁର ମହାରାଗରେ ପାର୍ବତୀ କହିଲେ
ଯେ ବିଶ୍ରବା हाँ ତମେ ଯୋଉ ଉଆସ ମାଗିଲ अच्छा अच्छा ଏଇଟା ଦେବତା ମାନଙ୍କ ପାଇଁ ତିଆରି ହେଇଥିଲା हाँ କିନ୍ତୁ ତମେ ଲୋଭରେ ମାଗି ଦେଇଛ କିନ୍ତୁ ଏଇ ଆଜିଠୁ ଇଏ ହବ ଲଙ୍କା ଲଙ୍କା ଆଜିଠୁ ଇଏ ହବ ଲଙ୍କା ଲଙ୍କା ଇଏ କେବେ ଦେବତା ମାନଙ୍କର ବାସସ୍ଥାନ ହବନି ନାଇଁ। କେବଳ ଅସୁର ମାନଙ୍କର ବାସସ୍ଥାନ ହବ ହବ। ଲଙ୍କା ପୁରୀ ଅସୁର ପୁରୀ ହବ अच्छा अच्छा ଏ କଥାଟା ସତ ହେଇଗଲା ମା କେବଳ ଅସୁର ମାନେ ବାସ କଲେ ଯେତେବେଳେ ରାବଣ ଜନ୍ମ ହେଲା ବ୍ରହ୍ମଜ୍ଞାନୀ ରାବଣ ଜାଣିଥିଲା ଯେ ବାପା ବିଶ୍ରବା ଭୁଲ କରିଛନ୍ତି ହଁ ଦାନରେ ଲଙ୍କାଟାକୁ ମାଗିବା ଯୋଗୁ ଆଜ୍ଞା। ଲଙ୍କା ଆଜି ଅସୁର ପୁରୀ ରାବଣ ଚିନ୍ତା କଲା ମୁଁ କେମିତି ଆକୁ ଦେବପୁରୀ କରିବି କେମିତି ଏ ଲଙ୍କାରେ କେମିତି ଅସୁର ନ ରହି କେବଳ ଦେବତା ମାନେ ବାସ କରିବେ କରିବେ ଚିନ୍ତା କରି ରାବଣ ହଁ। ଯେତେବେଳେ ଇଏ ତ ବ୍ରହ୍ମଜ୍ଞାନୀ ମହାବ୍ରାହ୍ମଣ ଶ୍ରେଷ୍ଠ ପଣ୍ଡିତ ହଁ ହଁ ଜାଣି ପାରିଲା ଯେ ଜଗତର ପିତା ରାମଚନ୍ଦ୍ର ବନକୁ ଆସିଛନ୍ତି ହଁ। ସାଙ୍ଗରେ ମାତା ସୀତା ମଧ୍ୟ ଆସିଛନ୍ତି ଆଚ୍ଛା। ଚିନ୍ତା କଲା ରାବଣ କଣ? ଯଦି ମୁଁ ଜଗତର ମା ସୀତାଙ୍କୁ ଚୋରି କରି ଆଣିବି ହଁ ଲଙ୍କାରେ ଯଦି ସୀତା ଦେବୀ ପାଦ ପକେଇବେ ମାତାକୁ ଖୋଜିବା ପାଇଁ ପିତା ନିଶ୍ଚୟ ଆସିବେ ଆସିବେ। ମାତା ପିତାଙ୍କର ଯଦି ପାଦ ପଡିବ ହଁ। ତାହେଲେ ଏ ଲଙ୍କା ପୁରୀ ବୈକୁଣ୍ଠ ଭୁବନ ହବ ତେଣୁ ରାବଣ ସୀତାକୁ ଚୋରି କରିଥିଲା ବୋଲ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।